ନମସ୍କାର। এই ଭିଡିଓଟିରେ ଆମେ କଳା ଓ ସଂସ୍କୃତି, ବିଜ୍ଞାନ, ଗଣିତ, ଭୂଗୋଳ, ଇତିହାସ, ରାଜନୀତି ଏହି ସବୁ ବିଷୟ ଉପରେ କେତେକ ସୁରଭି କୁଇଜକୁ ଆଲୋଚନା କରିବା। ପ୍ରଥମ ପ୍ରଶ୍ନ, କ୍ଷୁଦ୍ରତମ ମୌଳିକ ଯୁଗ୍ମ ସଂଖ୍ୟା କିଏ? ଏହାର ସଠିକ ଉତ୍ତର ହେଉଛି 2। ସୁନ୍ଦରଗଡ଼ ଜିଲ୍ଲା କେଉଁ ନୃତ୍ୟ ପାଇଁ ପ୍ରସିଦ୍ଧ? ଏହାର ଉତ୍ତର ହେଉଛି ଝୁମର ନୃତ୍ୟ। ଓଡ଼ିଶାର କେଉଁ ଜିଲ୍ଲା ଘୁମୁରା ନୃତ୍ୟ ପାଇଁ ପ୍ରସିଦ୍ଧ? ଏହାର ଉତ୍ତର ହେଉଛି କଳାହାଣ୍ଡି। କେତେ ବର୍ଷରେ ଥରେ ଜନଗଣନା ହୋଇଥାଏ? ଏହାର ସଠିକ ଉତ୍ତର ହେଉଛି 10 ବର୍ଷ। 10 ବର୍ଷରେ ଥରେ ଜନଗଣନା ହୁଏ। ଲିଙ୍ଗରାଜ ମନ୍ଦିର କିଏ ନିର୍ମାଣ କରିଥିଲେ? ଏହାର ଉତ୍ତର ହେଉଛି ଯଯାତି କେଶରୀ। ଓଡ଼ିଶାରେ ଲବଣ ସତ୍ୟାଗ୍ରହ କେଉଁଠାରୁ ଆରମ୍ଭ ହୋଇଥିଲା? ଏହାର ଉତ୍ତର ହେଉଛି ଇଞ୍ଚୁଡ଼ି। ପବନର ବେଗ କେଉଁ ଯନ୍ତ୍ର ସାହାଯ୍ୟରେ ମପାଯାଇଥାଏ? ଏହାର ସଠିକ ଉତ୍ତର ହେଉଛି ଆନିମୋମିଟର। ଧୂଆଁ ପତ୍ରରେ କେଉଁ ରାସାୟନିକ ପଦାର୍ଥ ଥିବାରୁ ଏହାକୁ ଖାଇଲେ ନିଶା ହୋଇଥାଏ? ଏହାର ଉତ୍ତର ହେଉଛି ନିକୋଟିନ୍। କେଉଁ ଗ୍ରହକୁ ଲୋହିତ ଗ୍ରହ କୁହାଯାଏ? ଏହାର ଉତ୍ତର ହେଉଛି ମଙ୍ଗଳ ଗ୍ରହ। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ଭାରତର ବୃହତ୍ତମ ହକି ଷ୍ଟାଡିୟମ ଓଡ଼ିଶାର କେଉଁ ସହରରେ ଅବସ୍ଥିତ? ଏହାର ଉତ୍ତର ହେଉଛି ରାଉରକେଲା। ଓଡ଼ିଶାର ପ୍ରଥମ ଓଡ଼ିଆ ଖବରକାଗଜର ନାମ କ'ଣ? ଏହାର ସଠିକ ଉତ୍ତର ହେଉଛି ଉତ୍କଳ ଦୀପିକା। ସଜନା ଛୁଇଁରେ କେଉଁ ଭିଟାମିନ୍ ରହିଥାଏ? ତ ଏହାର ଉତ୍ତର ହେଉଛି ଭିଟାମିନ୍ କେ, ଯାହାକି ସଜନା ଛୁଇଁରେ ରହିଥାଏ। ଓଡ଼ିଶାର ଗାନ୍ଧୀ କାହାକୁ କୁହାଯାଏ? ତ ଏହାର ଉତ୍ତର ହେଉଛି ଉତ୍କଳମଣି ଗୋପବନ୍ଧୁ ଦାସ। ବାରବାଟୀ ଦୁର୍ଗ କିଏ ନିର୍ମାଣ କରିଥିଲେ? ବାରବାଟୀ ଦୁର୍ଗ ଅନଙ୍ଗ ଭୀମଦେବ ନିର୍ମାଣ କରିଥିଲେ। ବିଦଗ୍ଧ ଚିନ୍ତାମଣିର ରଚୟିତା କିଏ? ଏହାର ଉତ୍ତର ହେଉଛି ଅଭିମନ୍ୟୁ ସାମନ୍ତସିଂହାର। ଓଡ଼ିଶାର ଶେଷ ହିନ୍ଦୁ ରାଜା କିଏ? ଏହାର ଉତ୍ତର ହେଉଛି ମୁକୁନ୍ଦ ଦେବ।